चलो गुगु ए गला हरी स्कूल गला गुगु को विदा करदेली गुगु स्कूल गला तापर ऋषि की गाधे देली चौरा रे चिता पकई देथल जा चौरा पूजा करदेवी तापर काली केते सारा सफा सफी अच्छे पूजा पूजी कर सारा पर सफा सफी हम चलो से कामटा करदे नमस्कार गुड मॉर्निंग वेलकम टू माय चैनल केमती अच्छी आशा कर समस्त भले अच्छे मु भी भल अच्छी चलतु आज ब्लॉग कौन कर निश्चय शेयर करी जी मो चैनल नुआ अच्छा प्लीज मो चैनल को सब्सक्राइब करूँ वीडियो को मूल शेष देखिए सका माने अंधारू 5टार उठी जमती गाधा मैंने केमती जीव हारी पंचुक टे फ्री गाधा हम फ्री माने एवं से शीघ्र गाधा हो ना निद भांगला बेलू लेट हो माने कम सरू हाँ चलो ये जाऊँ चौराटा आग पूजा करदेवी तापर देखा कौन हो कौन हाँ कहीदिव ना मन पड़े यहाँ वो ऊपर को रखी दियो एठ पोतक उड़ी बस तो यहाँ धुआई कटा हाँ मुझे देखी नी एपट को आउ गोटे बीड़ा थुआई बोली ग्राइंडर कहाँ बाटे होनी अच्छे बंद हो चलुनी मोरा मन से आस्ते आस्ते सेमती मन पड़े ए वो ये खराब हो पिज जो पॉलीथिन भी आसला ठीक है एना इन्वर्टर बाट नहीं लाइन आसू हाँ व्यस्त हबार ठीक नहीं तरकार तो हम चलो कोबी फूलकोबी आलू तरकारी हम एटा मूला भजा हम एटा आलू कटा मूला भी दे देछि बों को आ मसला सजा देवा ये साग टिके देखा साग टिके बाछि भाजवा चलो रोसे हाँ एति कर साग किए खाइब ना खाइब
ସାଧା ଏରା ସେରା କ'ଣ ଭଲ ଲାଗିବ ରସୁଣ ଫୁଟେଇବ କିଏ ଖାଇବ କେହି ସେମାନେ ହଁ ସେଠି ମୁଁ ସେଇ ଟିକେ ନାକୁ ଛଡ଼େଇଲି ଟିକେ ନାକୁ କଅଁଳିଆ କଅଁଳିଆ ପତ୍ର ବାହାର କଲି ଖାଇବା ପାଇଁ। ସତରେ ପୁରୀ ମାନେ ଜଗାର ଡୋରି ନ ଲାଗିଲେ ପୁରୀ ଯାଇପାରିବନି। ଦେଖ ମୋତେ ଆମ ନଣନ୍ଦ ସାଙ୍ଗରେ ଜାଣିଲେ ଆମ ନଣନ୍ଦ ଫୋନ୍ କଲେ ଆଉ କହିଲେ ଯିବା ପାଇଁ। ନାଇଁ ମୁଁ ଆଗରୁ ତାଙ୍କୁ କହିଥିଲି ଯେ ମୁଁ ଯିବି ପୁରୀ, ମୋତେ କହିବ ତମେ ଯିବ। ସେ ଯାଆନ୍ତି ପ୍ରତି ମାସକୁ ମାସ, ଆଉ ମୋତେ କହିବ ମୁଁ ଯିବି ହେଲା। ମୁଁ ତାଙ୍କୁ ଫୋନ୍ କରି ସେ ମୋତେ ଫୋନ୍ କଲେ ଯେଉଁଦିନ ଯିବା, ମୋତେ କହିଲେ ଆଉ ରେଡ଼ି ହେଇଥିବ 3ଟା ବେଳକୁ ଯିବା ପୁରୀ। ମୁଁ ଆଙ୍କୁ ଫୋନ୍ କଲି ହେଲା, ଇଏ ନଥିଲେ ଘରେ। ମୁଁ କହିଲି ଆଉ ଯିବା ଆମେ ପୁରୀ ଆଉ 3ଟା ବେଳକୁ କହିଛନ୍ତି। ଇଏ ମୋତେ ସାଙ୍ଗେ ସାଙ୍ଗେ କହିଲେ ନାଇଁ ନାଇଁ ମୁଁ ଯାଇପାରିବିନି। ଆଉ ମୁଁ ବା ସିଏ ତାଙ୍କର ଜଣେ ସାଙ୍ଗ 3-4 ଦିନ ହେଲାଣି, 4 ଦିନ ଆଗରୁ ତାଙ୍କୁ କହିଥିଲା ଯେ କଟକ ଯିବା ଆମେ, ଯେଉଁ ତାଙ୍କର କ'ଣ ଭୋଜି ଅଛି ଯିବା ପାଇଁ ହେଲା। କହିଲେ ନାଇଁ ନାଇଁ ସେ 3-4 ଦିନ ହେଲାଣି କହିଲେଣି, ଆଉ ତାକୁ ଗୋଟେ କଥା ଦେଇଛି ଆଉ ମୁଁ ଯାଇପାରିବିନି, ତମେ ଯିବ ଯେ ଯାଅ। ହେଲେ ଗୁଗୁକୁ ନେଇ ପୁରୀ ଯିବା ବହୁତ କଷ୍ଟ ହେଲା। ଜାଣିଛ ପୁରୀରେ କେତେ ଭିଡ଼, ଆଉ ଛୁଆକୁ ନେଇକି ଯିବା କେତେ କଷ୍ଟ ମୁଁ ଜାଣିଛି। ମୁଁ କହିଲି ନା ନା ମୁଁ ଯିବିନି। ଯେତିକି ଖୁସି ଲାଗୁଛି ଯିବା ପାଇଁ ସେତିକି ମାନେ ଗୁଗୁ ନେଇଯିବ ଭାରି ଚିଡ଼ା ଲାଗିବ। ତାପରେ ତା ଭିତରକୁ ମୁଁ ନେଇପାରିବିନି ହେଲା, ସେ ଏତେ ଗହଳି ଭିତରେ ମୁଁ ପଶିବିନି। ପୁରୀ ତ ସବୁବେଳେ ଗହଳି ନା ହେଲା। ସେଠୁ ଆସିଲି ତଳେ ଥିଲି, ଉପରକୁ ଆସିଲି, ବସିଲି, ମନ ଦୁଃଖରେ ଆଗ ବସିଲି। ସେଠୁ ବସିଲି, ମୋତେ କାନ୍ଦ ଲାଗିଲା। ମୁଁ କହିଲି କେବେଠାରୁ ଇଚ୍ଛା କରିଥିଲି, ମାନେ କାର୍ତ୍ତିକ ମାସ ଆରମ୍ଭରୁ ମୁଁ ଇଚ୍ଛା କରିଥିଲି ନାଇଁ ଯିବି ଯିବି ଯିବି। ହଉ ଆଉ କାନ୍ଦ ଲାଗିଲା। ତାପରେ ଆଙ୍କ ଉପରେ ବି ରାଗ ଲାଗିଲା, ଏକୁଟିଆ ଏକୁଟିଆ ସବୁବେଳେ ପଳାଉଛନ୍ତି। ମୁଁ କହିଲା କ'ଣ ମୋ କଥା ରାଜି ହେଉନାହାନ୍ତି, ରାଗ ଲାଗିଲା। ତ ମୁଁ କହିଲି ହଉ ତାହେଲେ ଠାକୁରଙ୍କର ଇଚ୍ଛା ନାହିଁ ଯଦି ମୁଁ ଆଉ ଯିବି କାହିଁକି, ଆଉ ଯାଇପାରିବିନି। ଆଉ ମୁଁ ବି ତାଙ୍କୁ ମନା କରିଦେଲି ନାଇଁ ମୁଁ ଯିବିନି। ତାଙ୍କୁ ମନା ନ କରିକି ନଣନ୍ଦଙ୍କୁ ଫୋନ୍ କରିଦେଲି, ମନା କଲି ନାଇଁ ମୁଁ ଯାଇପାରିବିନି ହେଲା। ଏଠୁ ମୁଁ ମୋର କାମରେ ଲାଗିଲି। ସେଠୁ ଅଧଘଣ୍ଟେ ଘଣ୍ଟାଏ ଗଲା, ମୁଁ ମନେ ମନେ ଭାବୁଥାଏ ନାଇଁ ଯିବି, ଯାଇ ହେବ ମାନେ ଇଆଡ଼େ ଅଛି ଟାଇମ୍, ହଁ ଯାଇ ହେବ କି ନାଇଁ ହେବ ଏମିତି, କିନ୍ତୁ ମନଟା ଜମା ଇଏ ହେଉନଥାଏ। ତାପରେ ସେ ଫୋନ୍ କରି କହିଲେ ନାଇଁ ନାଇଁ ହଉ, ମୁଁ ତାକୁ ମନା କରିଦେଲି ମୁଁ ଯିବିନି, ପୁରୀ ଯିବି। ଆଉ ଯାହା ହଉ ମୋ ମନଟା କେତେ ଖୁସି ହେଇଗଲା। ଆଉ ମୁଁ ଏତେ ଥର ପୁରୀ ଯାଇଛି, ମୁଁ ଲାଇଫ୍ରେ ଆଜି ପର୍ଯ୍ୟନ୍ତ ଯେତେ ଥର ପୁରୀ ଯାଇଛି, କିନ୍ତୁ ଏଭଳି ଦର୍ଶନ ମାନେ ଠାକୁରଙ୍କର ଯାଏ ଭିଡ଼ିଓରେ ଦେଖାଯାଏ, ମାନେ ବହୁତ ଦୂରରୁ କେବଳ ଜଗନ୍ନାଥଙ୍କ ମୁହଁ ଦେଖିଦିଏ, ଆଉ କିଛି ଠାକୁର ଦେଖାଯାଆନ୍ତିନି ନା ସୁଭଦ୍ରା ଦେଖାଯାଆନ୍ତି ନା ବଳଭଦ୍ର, ଝାପ୍ସା ଝାପ୍ସା ହେଲା। ଏଥିରେ କିନ୍ତୁ ପୁରା ସେତିକି 5 ମିନିଟ୍ ଅନେଇଲୁ ତାଙ୍କୁ ଠିଆ ହେଇକି, ପୁରା ପୁରା ସବୁ ଠାକୁର 3 ଠାକୁର ଦେଖାହେଲେ। ମନ୍ଦିର ଚାରିପାଖେ ଯେତେ ଠାକୁର ସମସ୍ତଙ୍କୁ ଦେଖେ। ମୋତେ ଆମ ସେ ଘର ପାଖରେ ଦାଦା ପଚାରିଲେ ତୁ ଏଇ ଠାକୁର ଦେଖିଛୁ, ସେଇ ଠାକୁର ଦେଖିଛୁ, ସେଇ ଠାକୁର କହିଲେ ହଁ ଦେଖିଛି ଯେ କିଛି ତ ମନେ ପଡ଼ୁନି। ଆଉ ମୋତେ କହିଲେ ବଟ ଗଣେଶ ଦେଖିଛୁ, ବିମଳା ମନ୍ଦିର ଦେଖିଛୁ। ମୁଁ କହିଲି ସବୁ ମନ୍ଦିର ଦେଖିଛି, କିନ୍ତୁ କେଉଁ ଠାକୁର କ'ଣ ମୋର ମନେ ନାହିଁ। ଏଥିରେ କିନ୍ତୁ ସବୁ ଠାକୁର ମନେ ରହିଲେ, ସବୁ ଠାକୁର ଦେଖିଲି ହେଲା। ବିମଳା ମନ୍ଦିର, କମଳା ମନ୍ଦିର, ଆଉ ବଟ ଗଣେଶ, ଆଉ ଗୋଟେ କ'ଣ କି ମୁକ୍ତି ମଣ୍ଡପ, କେତେ ଠାକୁର ସବୁ ଜଗନ୍ନାଥ ଭିତରେ ଦେଖି ଦେଖିକି ଆସିଲେ। ଏଥରିକ ଦର୍ଶନ ଆଉ ଜାଣିନି, ଭଗବାନଙ୍କର ଇଚ୍ଛା। ହଉ ଚାଲ। ସତରେ କିନ୍ତୁ ଠାକୁରଙ୍କର ଇଚ୍ଛା ନଥିଲେ କିଛି ବି ତୁମେ କରିପାରିବନି। ଆଉ ଆସିଲୁ ଆମେ ଲାଇନରେ ଠିଆ ହେଲୁ, କେତେ 5ଟାରୁ ଠିଆ ହେଲୁ, ପୁରା ଠାକୁର ଦର୍ଶନ କରିକି ବାହାରିଲୁ 9:30ରେ। ଲାଇନରେ ଠିଆ ହେଇକି ଯାଇ ଏଣ୍ଟ୍ରି କଲୁ 8:30 ଭିତରେ। 5ଟାରୁ ଠିଆ ହେଇ 8:30 ଭିତରେ ଏଣ୍ଟ୍ରି କଲୁ ତା ଭିତରୁ। ଚାଲ ଖଟରେ ଖଟରେ କରୁଛୁ, ତୁ ଗଲୁ ଟ୍ୟୁସନ୍, 6ଟା ଟାଇମ୍ ହେଇଗଲାଣି।
ପାଞ୍ଚଟା ସପ୍ତାହରେ ବାଦ 5,000 ପଇସା କେତେ ଭିଡ଼ ଥିଲା କି? 5ଟାରୁ ଲାଇନରେ ଠିଆ ହେଲୁ। ଠାକୁର ଦର୍ଶନ ହେଲା 8:30 ମନ୍ଦିରରୁ ବାହାରିଲୁ 9ଟାରେ ଲାଇନରେ ଠିଆ ହେଇଥିଲି। ପୁରୀର ଖଜା ଫେଣି ଖାଇବ ଫେଣି କ୍ଷୀର ଭଜା ରସଗୋଲା ଜାତି ସନ୍ଧ୍ୟା ଫେଣଟା ଭଲ ଅଛି ନା ବାବା? ପିସ୍ ଆଣିଥିଲେ। ତାଙ୍କ ନୂଆ ଦୋକାନ ସେଠି କୋଉଠି? ନୂଆ ଦୋକାନ ସେଇଠି ରୋଡ଼ ଉପରେ କୋଉ ରୋଡ ଉପରେ? ଭୁବନେଶ୍ୱର ରୋଡ଼ ଉପରେ। ଭୁବନେଶ୍ୱର କୋଉ ଜାଗା ମୋ ମନେ ନାହିଁ। କଂଗ୍ରେ ପଇସା ନାଇଁ ମୁଁ ଜାଣିପାରିଲିନି। ଚାଲ ଆମେ ଚାଲିଲୁ ଆମ କାମ କରିବା ପାଇଁ। ହେ ଜଗା ଜଗାରେ ଚାଲ। ଭୋକ ଲାଗିଲାଣି ଖାଇଦେବା। ନିଦ ବି ଲାଗିଲାଣି ଜୋରସେ। ମୁଣ୍ଡ ବି ବହୁତ ଜୋରସେ ବିନ୍ଧା ହେଉଛି। ଆଉ ଗୁଗୁ ରିଷି 2 ଜଣ ଯାକ ଯାଇଛନ୍ତି ଦାଣ୍ଡକୁ। ଆମ ଯେଉଁ କାର୍ତ୍ତିକେଶ୍ୱର ହେଉଛି ସେଠି ବାଡ଼ି ଖେଳ ହେଉଛି। 2 ଜଣ ଯାକ ଯାଇଛନ୍ତି। ଚାଲ ମୁଁ ଭଜାଟା ଗରମ କରିଦିଏ। ଖାଇते ସିଏ ଆସିଲେ ଖାଇବେ। ଏମାନେ ସବୁ ଭୋଜି ଖାଇବାକୁ ଯିବେ।